କିଛି ଆମେ ଜାଣିପାରୁନୁ। ରାତି 11ଟା ବେଳେ ପାଣି ବଢ଼ିଲା। ରାତି 11ଟା ବେଳେ ଆମେ ଉଠିଲା ବେଳକୁ ପାଣି ଚାଲିଲା। ତାପରେ ଆମେ ଆମର ଯେ ରତ୍ନାକର ଯେ ବସପୁର ତାକୁ ଆମେ ଫୋନ୍ କଲୁ। ସିଏ ହେଉଛି କହିଲେ ଯେ ଠିକ୍ ଅଛି ମୁଁ ଶିବୁକୁ ଫୋନ୍ କରୁଛି, ଘୋଷରା ଗେଟ୍ ଗୁଡ଼ା ଟେକିଦେବେ। ସେ ଘୋଷରା ଗେଟ୍ ଟେକିଦେଲେ, ପାଣି ଟିକେ କମିଗଲା। ତାପରେ ଭୋରୁ ପୁରା ପାଣି ଏକଦମ ଆସିଲା ଯେ ଏକଦମ ଆମ ଘର ଦ୍ୱାର ଆମେ ଜିନିଷପତ୍ର କିଛି କାଢ଼ି ପାରୁନୁ। ଆମର ଘର ଦ୍ୱାର ବି ଭାଙ୍ଗିଗଲା, ଜିନିଷପତ୍ର ଆମର ସବୁ ନଷ୍ଟ ହେଇଯାଇଛି ଭାଙ୍ଗିକି। ଚାହୁଁଛୁ ଆମେ ସରକାରଙ୍କ ତରଫରୁ କିଛି ହେଲ୍ପ ଚାହୁଁଛୁ। ଏଠି ହଠାତ୍ ପାଣି ମାନେ ଟିକେ କମ୍ୟୁନିକେସନ ଗ୍ୟାପ୍ ହେଇଗଲା, ଯୋଉଥିପାଇଁ କି ସେମାନଙ୍କ ପାଖରେ ମାନେ ସେମାନେ ଗେଟ୍ଟା ଉଠେଇ ପାରିନଥିଲେ, ସ୍ଲୁଇସ୍ ଗେଟ୍ଟା, ଯୋଉଥିପାଇଁ କି ଅସୁବିଧାଟି ହେଲା। ବର୍ତ୍ତମାନ ପାଣି କମିଗଲାଣି ଏବଂ ସବୁ ସ୍ଥିତି ମଧ୍ୟ ନିୟନ୍ତ୍ରଣାଧୀନ ଅଛି। 16ଟି ଫ୍ୟାମିଲି ସେମାନେ ଆଫେକ୍ଟେଡ୍ ଟିକେ ହେଇଥିଲେ ଏବଂ ସେମାନଙ୍କ ପାଇଁ ମଧ୍ୟ ଡ୍ରାଏ ରେସନ୍ର ବ୍ୟବସ୍ଥା କରାଯାଇଛି ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି। 16ଟା ଫ୍ୟାମିଲିର ପାଖାପାଖି 75-80 ଜଣ ଲୋକ। ତେଣୁ ମୁଁ ଭାବୁଛି ଆଉ କିଛି ବିଶେଷ ସମସ୍ୟା ନାହିଁ। ଏଇଟା ଗୋଟେ ମାନେ ଅପ୍ରତ୍ୟାଶିତ ଭାବରେ ହଠାତ୍ ସେଇଟା ହେଇଗଲା। ଆମର ମେଜରଲି ଆମର ବୈତରଣୀରେ ମଧ୍ୟ ବର୍ତ୍ତମାନ ସ୍ଥିତି ମଧ୍ୟ ନିୟନ୍ତ୍ରଣାଧୀନ ଅଛି। ସାଳନ୍ଦୀରେ ମଧ୍ୟ ସବୁଆଡ଼େ ଫ୍ଲଡ୍ ୱାଟର ସିଚୁଏସନ୍ ମଧ୍ୟ ଅଛି। କିଛି ଡ୍ୟାମେଜ୍ ହୁଏ, କ୍ରପ୍ସ ଡ୍ୟାମେଜ୍ ହବ ତ ତାର ଆସେସମେଣ୍ଟ ମଧ୍ୟ ଏଗ୍ରିକଲଚର ଅଫିସର୍ସ ମାନେ କରିବେ ଏବଂ ଭେଟେନାରୀ ଅଫିସର୍ସ ମାନେ ମଧ୍ୟ ସଜାଗ ଅଛନ୍ତି। କ୍ୟାଟଲ୍ ପପୁଲେସନକୁ ସେମାନେ ମଧ୍ୟ ଦେଖିବେ ଯେଭଳି ତାଙ୍କର ମଧ୍ୟ ଖାଦ୍ୟ ସୁରକ୍ଷିତ ରହିବ। ତେଣୁ ସବୁ ବିଭାଗ ସଜାଗ ଅଛନ୍ତି ଏବଂ ମୁଁ ଏତିକି ଆଶ୍ୱାସନା ଦେବି ଯେ ଏଇ ଯୋଉ ସମସ୍ୟାଟି 2-3ଟି ପଞ୍ଚାୟତ ଭଦ୍ରକ ବ୍ଲକରେ ସୃଷ୍ଟି ହେଲା ତାହା ଅପ୍ରତ୍ୟାଶିତ ଭାବରେ ହେଇଗଲା ଏବଂ ତାହା କଣ୍ଟ୍ରୋଲ୍ଡ ଆମେ କରିସାରିଲୁଣି।